ଖିଚିଂ ମାଟିର ଯୋଗ୍ୟ ସନ୍ତାନ ଯୋଗେନ୍ଦ୍ରନାଥ ନାୟକ ତାପରେ ଯୋଉ ଷ୍ଟୋରୀଟା ଆପଣ ଲେଖିଲେ ସାର୍ ଏ ବଢିଆ ଲାଗୁଛି। ଏଇ ଜାଗାଟା ମତେ ବହୁତ ଭଲ ଲାଗିଲା କାରଣ ଆପଣ ଲେଖିଛନ୍ତି ଆଜି ଅଞ୍ଚଳର ମାଟି ପାଣି ପବନ ତଥା ଜନସାଧାରଣ ଝୁରୁଛନ୍ତି ଖିଚିଂ ମାଟିର ଯୋଗ୍ୟ ସନ୍ତାନ। ତାପରେ ଆଉ ଗୋଟେ ଜିନିଷ ସେଟା ଭଲ ଲାଗିଲା ଏଇଟା ଯେ ଆପଣ ଲେଖିଛନ୍ତି ତାଙ୍କ ପାଖରେ ଗୋଟେ ବନ୍ଧନ କଳା ଅଛି। ସେଇ ଯୋଉ ବନ୍ଧନ କଳାଟାକୁ ଆମେ ଆକ୍ଚୁଆଲି ଜାଣିନଥିଲୁ, ଆପଣ ବୁଝେଇଦେଲେ ଯେ ଯାହାର ଯାହା ଚୋରି ହେଇଯାଉଥିଲା ଗୃହପାଳିତ ପଶୁ, କାହାର ଅର୍ଥ ଚୋରି ହେଇଯାଉଥିଲା, କାହାର ଚାକିରି ବୈବାହିକ ଡିଷ୍ଟର୍ବାନ୍ସ ଯାହା ଯାହା ଥିଲା, ତାଙ୍କର ସେଇ ଐଶ୍ୱରିକ ଶକ୍ତି ଯୋଉ ପାଇଥିଲେ ମା କିଚକେଶ୍ୱରୀଙ୍କ ଠାରୁ ତା ଦ୍ୱାରା ବହୁତ ଲୋକ ଉପକୃତ ହଉଥିଲେ। ଏଇ ଜିନିଷଟା ମତେ ବହୁତ ଭଲ ଲାଗିଲା। ଏତେ କଥା ଜାଣିନଥିଲୁ, ଯାହା ଆପଣ ଏ ସ୍କ୍ରିପ୍ଟଟାକୁ ବହୁତ ବଢିଆ ଲେଖିଛନ୍ତି। ମୁଁ ଚାହୁଁଛି ଏ ସ୍କ୍ରିପ୍ଟଟାକୁ ଡେଭଲପ କରି ଭିଡ଼ିଓ ଫୁଟେଜ କରିବା ପାଇଁ। ବହୁତ ବହୁତ ଧନ୍ୟବାଦ ସାର୍। ବହୁତ ଭଲ ଲେଖା ତ ଆପଣ ବହୁତ ଭଲ ଲେଖନ୍ତି।